ମୁଁ ଗୋଟେ ସତ କଥା କହିବାକୁ ଯାଉଛି ଅଛି ଯେ ପିତାମାତା ତ ନିଶ୍ଚିତ ଭାବରେ ବଡ଼ ଠାକୁର। ମୁଁ ଆଉ କାହିଁକି ଯିବି ମନ୍ଦିର, ମୋ ପାଇଁ ମୋ ପିତାମାତା ବଡ଼ ଠାକୁର। ତାଙ୍କ ପାଦ ଧୂଳି ମୁଣ୍ଡେ ଦେଲେ ବଳି, ଏ ଜୀବନ ଧନ୍ୟ ହେବ ମୋହ। ତାଙ୍କ ଶ୍ରୀଚରଣ ଗଙ୍ଗାର ଧାର, ତାଙ୍କ କୋଳ ମୋର ବିଭୁ ପୟର। ପିତାମାତାଙ୍କ ଗୋଡ଼ ଉପରେ ମୁଣ୍ଡ ଦେଇକି ଶୋଇଲା ବେଳେ ଯେତେ ଆନନ୍ଦ ମିଳେ, ସେ ଆନନ୍ଦ ଆଉ କେଉଁଠୁ ମିଳେନି। କିନ୍ତୁ ଆମେ ଏ ସଂସାର ଭିତରେ ପଡ଼ିକରି ଆମେ ବହୁତ ନିମ୍ନ ସ୍ତରକୁ ଯାଇଛନ୍ତି, ଯେଉଁଟାକି ଆମେ ଓଲା ହେଇଯାଇଛନ୍ତି, ବିଚାରହୀନ ମଣିଷ ହେଇଯାଇଛି। ଆପଣମାନେ ଇତିପୂର୍ବରୁ ଜାଣିଥିବେ, ଅନେକ ଇତିହାସରେ ଅଛି। ପୁରୀ ଜଗନ୍ନାଥ ଠାରୁ ଆରମ୍ଭ କରିକି ଯେତେ ବଡ଼ ବଡ଼ ମନ୍ଦିର ଅଛି, କାଶୀ ବିଶ୍ୱନାଥ, ସୋମନାଥ ମନ୍ଦିର, ଏ ଯେତେ ସବୁ ବଡ଼ ବଡ଼ ମଠ ମନ୍ଦିର ସବୁ ଅଛି ନା, ୟାକୁ ଦିନ ଥିଲା ସବୁ ଡକାୟତ ମାନେ ଆସିକିରି ଡକାୟତ କରିକି ନେଇଯାଇଥିଲେ। ଆଉ ଅନେକ ରାଜା ରାଜୁଳା ମାନେ ଥିଲେ, ସେମାନେ ମଧ୍ୟ ମୋହନ ମୋହନ ସୁନା ଚୋରି କରିକି ସେ ମନ୍ଦିର ମାନଙ୍କରୁ ନେଇଯାଇଛନ୍ତି। ମନ୍ଦିର ଭିତରେ ଥିବା ଯେଉଁ ଠାକୁର, ସେ ମୋହନ ମୋହନ ସୁନା ରଖିଥିଲେ, ତାକୁ ମଧ୍ୟ ଚୋରି କରିକି ନେଇଯାଇଛନ୍ତି। କିନ୍ତୁ ଆପଣ ଥରେ ଭାବିଛନ୍ତି, ଯଦି ଏଇ କାଠ ପଥର ମୂର୍ତ୍ତି ଭିତରେ ଭଗବାନ ଅଛନ୍ତି, ସେ ଆମକୁ ରକ୍ଷା କରିଦେଇ ପାରିବେ, ତାହେଲେ ଏ ଦେଶରେ ଏତେ ହଣା କଟା ମରଡ଼ ରାହାଜାନୀ ଧର୍ଷଣ କେବେ ହେଉନଥାନ୍ତା। ଆପଣ ଏ ପ୍ରକାର କାଠ ପଥରକୁ ବିଶ୍ୱାସ କରି, କାଠ ପଥରକୁ ସର୍ବସ୍ୱ ବୋଲି ଭାବି ନିଜକୁ ସମର୍ପଣ କରିଦେଉଛନ୍ତି। ଯେଉଁଟାକି ଆପଣମାନେ ପାଠ ପଢ଼ିକି ପାଠର ଶେଷରେ ପହଞ୍ଚିଛନ୍ତି, ବହୁତ ପାଠ ପଢ଼ିଛନ୍ତି, ହେଲେ କ'ଣ ପ୍ରକୃତ ଈଶ୍ୱର, ପ୍ରକୃତ ଠାକୁର କେଉଁଠି ଅଛି ଜାଣିପାରିନାହାନ୍ତି। ତେଣୁ ଇଏ କ'ଣ ଆମେ ସମସ୍ତେ କ'ଣ ଓଲା? ଓଲା ଅର୍ଥ ହେଉଛି ଓଲ ଭଳିଆ ପରିବା। ତେଣୁ ଆମେ ଏତେ ନିମ୍ନ ସ୍ତରକୁ ଆମ ମୁଣ୍ଡ ଯାଇଛି। ତାହେଲେ ଏ ପାଠର ମହତ୍ତ୍ୱ କ'ଣ? ପାଠ ପଢ଼ିକି ବଡ଼ ବଡ଼ IAS, ବଡ଼ ବଡ଼ ପ୍ରଫେସର ହେଇଛନ୍ତି, ହେଲେ ଏଇ ପାଠର କ'ଣ ଏଇ ମହତ୍ତ୍ୱ? ଆମେ ପ୍ରକୃତର ପିତାମାତା, ପ୍ରକୃତର ମଣିଷମାନଙ୍କୁ ଭଗବାନ ନ ଭାବି ଆମେ ଏଇ କାଠ ପଥରକୁ, ମାଟିକୁ ରଙ୍ଗ ବେରଙ୍ଗ କରିଦେଇକି ଆମେ ଭଗବାନ ବୋଲି ଭାବିଲୁ ନା। ଆପଣ ଥରେ ଭାବନ୍ତୁ, ଆଉ ଆପଣ ନିଜ ଭିତରକୁ ଫେରିକି ଆସନ୍ତୁ, ଆଉ ଜାଣନ୍ତୁ ପ୍ରକୃତରେ ଶାସ୍ତ୍ର ପୁରାଣ ମାନଙ୍କରେ କ'ଣ ଲେଖା ହେଇଛି। ଯେ ପ୍ରକୃତ ଠାକୁର, ପ୍ରକୃତ ଈଶ୍ୱର କେଉଁଠି ଅଛି। ତେଣୁ ସେଇଥିପାଇଁ ଅନେକ ଶାସ୍ତ୍ରରେ କୁହାହେଇଛି, ଅହଂ ବ୍ରହ୍ମାସ୍ମି, ଅହଂ ବ୍ରହ୍ମ, ମୁଁ ହେଉଛି ବ୍ରହ୍ମ, ମୁଁ ହେଉଛି ଈଶ୍ୱର। ଏକଥା କ'ଣ ଥରେ ଭାବି ପାରୁନାହାନ୍ତି? ତେଣୁ ଥରେ ଭାବନ୍ତୁ ଆଉ ଚିନ୍ତା କରନ୍ତୁ, ଆଉ ଯଦି ଆବଶ୍ୟକ ସ୍ଥଳେ ମୋତେ ବି କଥା ହେଇପାରିବେ, ୟାର ଜବାବ ମୁଁ ନିଶ୍ଚୟ ଦେବି। ନହେଲେ ଏତେ ବଡ଼ କଥା କେମିତି ମୁଁ କହୁଛି? ତାହେଲେ ଯଦି ମୁଁ ଭୁଲ କଥା କହୁଛି, କାହିଁ ତ ଠାକୁର, ସେଇ ଠାକୁର ତ ସଂସାର ଭିତରେ ଅଛନ୍ତି, ବଡ଼ ବଡ଼ ମନ୍ଦିର ଭିତରେ ଅଛନ୍ତି, ସମସ୍ତଙ୍କର ଆପଣମାନଙ୍କର ବହୁତ ଉପକାର କରୁଛନ୍ତି। ତାହେଲେ ଆପଣଙ୍କ ଭିତରେ ଦୁଃଖ ଆସୁଛି କେଉଁଠୁ? ରୋଗ ଆସୁଛି କେଉଁଠୁ?